जदि रास्ता उपरे पड़िथिबा पैसा पाती तो भाबी नेबे ଏହା ଆପଣଙ୍କର ଗୁଡ୍ ଲକ୍ ବୋଲି। ଆଉ ସେହି ପଇସାକୁ ତୁରନ୍ତ ଆପଣଙ୍କ ପାଖରେ ରଖିଦିଅନ୍ତୁ। ଆଉ ଯଦି ସେହି ପଇସା ଅଧିକ ମାତ୍ରାରେ ହୋଇଥାଏ ତ ତୁରନ୍ତ ସେହି ପଇସାକୁ କିଛିଟା ଖର୍ଚ୍ଚ କରିବେ। କିନ୍ତୁ ଧ୍ୟାନ ରଖିବେ ସବୁ ପଇସା ଖର୍ଚ୍ଚ କରିବେ ନାହିଁ, କିଛି ପଇସାକୁ ଅଲଗା ଜରୁର ରଖିବେ। ଆଉ ସେହି ପଇସାକୁ ଗୋଟିଏ ଲାଲ ରଙ୍ଗର କପଡ଼ାରେ ଗୁଡ଼ାଇ ଦେବେ। କିଛି ହଳଦିଆ ସୋରିଷ ସହିତ ମିଶାଇକି ଆପଣଙ୍କ ଘରେ ଯେଉଁଠି ଆପଣ ଟଙ୍କା ପଇସା ରଖୁଛନ୍ତି ସେହି ଜାଗାରେ ସେହି ପଇସାକୁ ନେଇକି ରଖିଦେବେ। ଏହା କରିବା ଦ୍ୱାରା ଘରର ଉନ୍ନତି ଆସିଥାଏ। ଆଉ ମନ୍ଦିରରୁ ଯଦି ଆପଣ ପଇସା ପାଇଥାନ୍ତି ତ ସେହି ପଇସାକୁ ଆପଣଙ୍କର ଗୁଡ୍ ଲକ୍ ଭାବି ସବୁବେଳେ ଆପଣଙ୍କ ପାଖରେ ରଖନ୍ତୁ। ସେହି ପଇସାକୁ କେବେ ବି ଖର୍ଚ୍ଚ କରିବେ ନାହିଁ। ମନେ ରଖନ୍ତୁ, ସେହି ପଇସା କେବେ ବି କାହାକୁ ଦବା ଉଚିତ ନୁହେଁ, କାହିଁକି ନା ସେହି ପଇସା ଆପଣଙ୍କର ଭାଗ୍ୟର ବଦଳିବାର ଇସାରା ହୋଇକି ଆସିଥାଏ। ତ ଏହିଭଳି ଶିକ୍ଷଣୀୟ ଭିଡ଼ିଓ ଦେଖିବା ପାଇଁ ଆମ ଚ୍ୟାନେଲ ସହିତ ଯୋଡ଼ି ହୋଇ ରୁହନ୍ତୁ। ଭିଡ଼ିଓ ଗୋଟେ ଲାଇକ୍ କରି ଚ୍ୟାନେଲକୁ ସବସ୍କ୍ରାଇବ୍ ଅବଶ୍ୟ କରନ୍ତୁ ଏବଂ କମେଣ୍ଟ ବକ୍ସରେ ଜୟ ମାତା ଲକ୍ଷ୍ମୀ ଅବଶ୍ୟ ଲେଖିଦିଅନ୍ତୁ।